ଏକ ଅଭାବନୀୟ ଘଟଣା କଳାପଥର ଗ୍ରାମରେ ଘଟିଥିଲା। ଏହା ଏକ ଦାମ୍ପତ୍ୟ କଳହ। ଗତକାଲି ମୁଦାଲା ବାଙ୍କନିଧି ପଣ୍ଡାଙ୍କ ବିରୁଦ୍ଧରେ ବୈଦରସ ଥାନାରେ ଏକ କେସ୍ କରାଯାଇଥିଲା। ତାଙ୍କ ହେଉଛି ବୈଦ୍ୟନାଥ ପଣ୍ଡା ଅତ୍ୟନ୍ତ ମଦ୍ୟପ, ଗୁଣ୍ଡା ଏବଂ ଅସାମାଜିକ ଲୋକ ଅଟେ। ଏପରି ନିଜ ସ୍ତ୍ରୀ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ମାରିବାକୁ ମଧ୍ୟ ପଛାଏ ନାହିଁ। ଅତୀତରେ ଏପରି ସ୍ତ୍ରୀ ପ୍ରତି ଅମାନୁଷିକ ଏବଂ ବର୍ବୋଚିତ କାର୍ଯ୍ୟ କରିଥିବା ଯୋଗୁଁ ବୈଦୁଷ ଥାନାରେ ପୂର୍ବରୁ 182/22 ଏବଂ ନିକଟରେ 48/25 କେସ୍ ରୁଜୁ ହୋଇ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିଲା। ଏହି କୋର୍ଟ ଚାଲାଣ କରାଯାଇଥିବା ଯୋଗୁଁ ତା ସ୍ତ୍ରୀ ପ୍ରତି ରାଗ ଆସିଥିଲା। ଗତକାଲି ତାର ସ୍ତ୍ରୀ କଳାପଥର ମେଡ଼ିକାଲକୁ ଯାଉଥିବା ସମୟରେ ପୂର୍ବର ରାଗ ରଖି ଏକ କଟୁରୀରେ ମାରିଦେବାର ଉଦ୍ଦେଶ୍ୟ ରଖି ତା ସ୍ତ୍ରୀକୁ ଚୋଟ ପକାଉଥିବା ସମୟରେ ତା ସ୍ତ୍ରୀ ବେକ ନୁଆଇଁ ଦେବା ଯୋଗୁଁ ତାର ଯେଉଁ 3 ବର୍ଷ ଝିଅ ତାର ମୁଣ୍ଡରେ ଚୋଟ ବାଜି ଗଭୀର ଆଘାତ ହୋଇଥିଲା। ଆଘାତ ହୋଇଥିବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲା। ଏହି ଉକ୍ତ ଘଟଣାରେ ତାଙ୍କ ସ୍ତ୍ରୀ ଆମର ବୈଦୁଷ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା 68/25ରେ କେସ୍ ହୋଇଥିଲା। ମୁଦାଲାକୁ ଫେରାର ହୋଇଯାଇଥିବା ମୁଦାଲାକୁ ଗତକାଲି ଆମର ବୈଦୁଷ ଥାନା ମୁଁ ଏବଂ ଆମ ଷ୍ଟାଫ୍ ତାକୁ ଗିରଫ କରାଯାଇ ଆଜି ତାକୁ କୋର୍ଟରେ ଚାଲାଣ କରାଗଲା। କୋଉଠି ଗିରଫ କଲେ? କୋଉଠି ଗିରଫ ତାର ଘରୁ ଗିରଫ କରାଯାଇକି ସାର୍ କୁନି ପିଲାଟି 3 ବର୍ଷ ଏବେ ମେଡ଼ିକାଲ ସ୍ଥିତି କେମିତି ଅଛି? ତାର ଭଲ ଅଛି, କଣ୍ଡିସନ୍ ଭଲ ଅଛି। କାଲି ମଧ୍ୟ ତାର ମା ଏବଂ ଝିଅ 2 ଜଣ ଥାନାକୁ ଆସିଥିଲେ। ଖେଳାଖେଳି କରୁଛି, ଭଲ କଣ୍ଡିସନ୍ ଭଲ ଅଛି।